ଅଧା କାମକୁ ପୂରା କରିବା ପାଇଁ। ଆଜିର ସକାଳ ଆରମ୍ଭ ହେଇଥିଲା ମୋର ସିଲେଇ ପାଖରୁ। କାଲି ରାତିରେ ଯେହେତୁ ମୋର ସିଲେଇ କମ୍ପ୍ଲିଟ୍ ହେଇନଥିଲା, ପୁଅକୁ ସ୍କୁଲରୁ ଛାଡ଼ିକି ଆସିଲା ପରେ ମୁଁ ପୁଣି ବସି ପଡ଼ିଥିଲି ମୋ କାମ। ସିଲେଇ ସରିବା ପରେ ମୋତେ ରୋଷେଇ ସାରିକି ମୋତେ ପୁଣି ଥରେ ସ୍କୁଲକୁ ଯିବାର ଅଛି, କାହିଁକି ନା ଆଜି ପ୍ୟାରେଣ୍ଟସ୍ ମିଟିଂ ଥିଲା। ଯେଉଁ ସିଲେଇଟାକୁ ଆଜି ଦେବାର ଅଛି ସେଇ ସିଲେଇଟା ମୋର ସରିଲା ପରେ ମୁଁ ପଳେଇଲି ରୋଷେଇ କରିବା ପାଇଁ। ଆଜି ଯେହେତୁ ଗୁରୁବାର ଥିଲା, ଆମର ଭେଣ୍ଡି ଖଟା ବଣିକି ଭେଣ୍ଡି ଗୋଟା ଭଜା। ଆପଣମାନଙ୍କୁ ଭଲ ଲାଗେ କି ନାହିଁ କମେଣ୍ଟରେ କହିବେ ତି, ମୋର କିନ୍ତୁ ବହୁତ ଫେଭରାଇଟ୍। ଆଜି ଆପଣମାନେ କ'ଣ ରୋଷେଇ କରିଛନ୍ତି ମୋତେ ନିହାତି ଜଣାଇବେ। ମୋ ରୋଷେଇ ସରିଲା ପରେ ମୁଁ ବାହାରିଗଲି ପୁଅର ସ୍କୁଲକୁ। ସ୍କୁଲରେ ମିଟିଂ ସରିଲା ପରେ ତାର ବି ଛୁଟି ଟାଇମ୍ ହେଇସାରିଥିଲା। ମା ପୁଅ ଆମେ ସ୍କୁଲରୁ ବାହାରି ଆସିଲୁ। ସବୁବେଳେ ବାଟରେ ଆସିଲା ବେଳେ ସେ ଏମିତି ହିଁ ବଦମାସି କରେ। ରାସ୍ତାରେ ସେ କେବେ ବି ଚାଲିବନି। ଦେଖନ୍ତୁ କେମିତି କୋଉଠି ଚାଲୁଛି ସେ। ରୁମ୍କୁ ଆସିଲା ପରେ ଖିଆପିଆ ଆମେ ଜଲ୍ଦି ଛାଡ଼ି ଦେଇଥିଲୁ, କାହିଁକିନା ଆମର ସନ୍ଧ୍ୟାବେଳେ ମାର୍କେଟ ଯିବାର ଥିଲା। ମାର୍କେଟକୁ ଆମେ କ'ଣ ପାଇଁ ଯାଉଛୁ ଆଉ କାହା ପାଇଁ କ'ଣ ଆସିଲା ସେଇଟା ଆଗକୁ ଦେଖିବେ। ଆମେ ଫାଇନାଲି ଦୋକାନରେ ଆସିକି ପହଞ୍ଚିଗଲା ପରେ ଆମେ ଷ୍ଟାର୍ଟ କରିଦେଲୁ ଦେଖିବା ପାଇଁ ଆମକୁ ଯାହା ଦରକାର ଥିଲା। ଏତେ ସୁନ୍ଦର ସୁନ୍ଦର ସେ ଦୋକାନରେ ଡ୍ରେସ୍ ଥିଲା ଯେ ଆମେ କାହାକୁ ନେବୁ କାହାକୁ ଛାଡ଼ିବୁ ଆମେ କିଛି ବି ଭାବି ପାରିଲୁନି। ଇଏ ତ ଗୋଟେ ଡ୍ରେସ୍କୁ ହିଁ ଧରିକି ବସିଥାନ୍ତି, ଡ୍ରେସ୍ ଦେଖୁଥାଉ। ଏମିତି ଦେଖା ଦେଖି ଭିତରେ ଆମର ଗୋଟେ ଡ୍ରେସ୍ ଫାଇନାଲ୍ ହେଇଗଲା। ଆଉ ଆପଣମାନଙ୍କୁ କେଉଁ ଡ୍ରେସ୍ ଗୁଡ଼ା ଭଲ ଲାଗୁଛି ଆପଣମାନେ କମେଣ୍ଟରେ କୁହନ୍ତୁ ତ। ଆମେ କେଉଁ ଡ୍ରେସ୍ଟା ଜାଣିଛୁ ମୁଁ ଭାବୁଛି ଆପଣ ଟିକେ ଟିକେ ଗେସ୍ କରି ସାରିଥିବେ। ଆମର କିଣାକିଣି ସରିଲା ପରେ ଆମେ ପୁଣି ପଳେଇ ଆସିଥିଲୁ ରୁମ୍କୁ। ଆଉ କାହା ପାଇଁ ଡ୍ରେସ୍ କିଣିବା ପାଇଁ ଆସିଥିଲୁ ମୁଁ କହୁଛି ଶୁଣନ୍ତୁ। ଆମର ଗୋଟେ ବୋଲି ସୁନୁରୁ ମୁନୁରୁ ଗେହ୍ଲି ଭାଣିଜି ପାଇଁ। ଆଉ କେଉଁ ଡ୍ରେସ୍ଟା କିଣିଲୁ ସେଇଟା ଆପଣମାନେ ବର୍ଥଡେ ଗାର୍ଲ ପିନ୍ଧିଲା ପରେ ଦେଖିବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ରହୁଛି ଜୟ ଜଗନ୍ନାଥ, ଜୟ ମା ମଙ୍ଗଳା। ପୁଣି ଦେଖା ହବ ଆଉ ଗୋଟେ ଭିଡ଼ିଓ।